ଜୟ ଜଗନ୍ନାଥ। ଆଇପିଏଲ୍ 2024 ଆରସିବି ଭର୍ସେସ୍ ଜିଟି। ଏ ମ୍ୟାଚ୍‌ରୁ ମୁଁ ପ୍ରଥମେ ଜାଣିଥିଲି କି ଆରସିବି ଜିତିବ ବୋଲି। କାରଣ ଆରସିବିର ବ୍ୟାଟିଂ ଲାଇନଅପ୍ ଆଉ ବୋଲିଂ ଲାଇନଅପ୍ ଦେଖିକି ଜିଟି ତା ଆଗରେ ଫିକା ପଡୁଥିଲା। ସେଥିପାଇଁ ମୁଁ ଆଗରୁ ମୁଁ ମନରେ ରଖିଥିଲି। ପ୍ରେଡିକ୍ସନ୍ ଦେଲାଠୁ ମୋର ଭୁଲ ହେଇଯାଉଛି। ତ ସେଥିପାଇଁ ମନରେ ରଖିଥିଲି କି ହଁ ଆରସିବି ଜିତିବ। ଆଉ ସେଇଟା ବି ହେଲା। ତ ଏ ମ୍ୟାଚ୍ ଟୋଟାଲି ଉପରୁ ତଳ ମ୍ୟାଚ୍ ରିଭ୍ୟୁଟା କରିବା। ଚାଲନ୍ତୁ। ତ ଫାଷ୍ଟ ବ୍ୟାଟିଂ କରିବାକୁ ଆସିଲେ ଗୁଜରାଟ ଟାଇଟାନ୍। ଯେହେତୁ ଆରସିବି ଟସ୍ ଜିତି ତାଙ୍କୁ ବ୍ୟାଟିଂ ଦେଇଦେଇଥିଲା। ଓପନର ତାଙ୍କର ପୁରା ଶାନଦାର ପାର୍ଟନରସିପ୍। ଗିଲକୁ ସୁଦର୍ଶନ। ଜାଣିଥିବେ ତାଙ୍କ ଦି ଜଣଙ୍କର ବଢିଆ ପାର୍ଟନରସିପ୍ ହଉଛି। ଥୋଇ ଦେଇଥିଲେ 13 ଓଭରକୁ 130 ରନ୍। ଗିଲ୍ ମାରିବା ଚକ୍କରରେ ଆଉଟ୍ ହେଲା। ନହେଲେ ନାହିଁ ସାଇ ସୁଦର୍ଶନ ଯୋଉ ଭଳିଆ ମାରୁଥିଲା ଯଦି ଦି ଜଣ ଥାନ୍ତା ସାଇ ସୁଦର୍ଶନ ଆଜି 150 ମାରିଥାନ୍ତା। ଆଉ ଗିଲ୍ 100 ମାରିଥାନ୍ତା। 250 ରନ୍ ମାରିକି ଯାଇଥାନ୍ତେ ଆଉ ଟାର୍ଗେଟ ଦେଇଥାନ୍ତେ 250 ରନ୍ ମିଳିଯାଏ। ଯେହେତୁ ଗିଲ୍ ଆଉଟ୍ ହେଇଗଲା ତାପରେ ଆସିଲା ଆମର ଜସ୍ ଦ ବସ୍। ବଢିଆ ସିଏ ବି ଭଲ ପାର୍ଟନରସିପ୍ କରିଥିଲା ସାଇ ସୁଦର୍ଶନ ସହିତ। ତ ସାଇ ସୁଦର୍ଶନର ଗୋଟେ ଜିନିଷ ହେଲା ଖରାପ ପ୍ରଥମ ଠିକଠାକ ଖେଳିଲା। ମିଡ୍‌ରେ ଆହୁରି ବଢିଆ ଖେଳିଲା। ତ ଲାଷ୍ଟ ବେଳକୁ ଯେତେବେଳେ 100 ରନ୍ ପାଖାପାଖି ହେଇଗଲା ଗଲା ଆଉ। ମୁଁ 100 ରନ୍‌ଟା ଆଗ କେମିତି କରିବି ଆଉ। ଟୋଟାଲି 51ଟା ବଲ୍‌ରେ କରିଥିଲା 98। 51ଟା ବଲ୍‌ରୁ ପୁରା ପଳେଇଲା 58ଟା ବଲ୍ ପର୍ଯ୍ୟନ୍ତ। ମାନେ 7ଟା ବଲ୍‌ରେ ମାତ୍ର 2 ରନ୍ କଲା ଆଉଟ୍ ହେଇକି ଆଇଲା। ଯୋଉ ଜାଗାରେ ମାଡ଼ ଠିକଠାକ ହଉଥିଲା ସେଇ ଜାଗାରେ ସିଏ ଫ୍ଲପ୍ ହେଲା। ତ ଯେହେତୁ ମୁଁ କହିଛି ଆଗରୁ ସୁୟଶ ଶର୍ମା ଗୋଟେ ବଢିଆ ୱାର୍ଲ୍ଡ କ୍ଲାସ୍ ସ୍ପିନର। ତାର ୱିକେଟଟା ନେଲା ସୁମନ ଗିଲର। ତାପରେ ଜସ୍ ହେଜେଲଉଡ୍ ସାଇ ସୁଦର୍ଶନଟାକୁ ଗାଡେଇ ଦେଲା। ସେଇଠୁ ସ୍କୋର ବୋର୍ଡଟା ଟିକେ ଦବିଲା। ଦବିବା ଫଳରେ ଗୁଜରାଟ ଟାଇଟାନ୍ ଘୁଷୁରି ଘୁଷୁରି ଯାଇ ପହଞ୍ଚିଲା 206 ରନ୍। ଯେମିତି ପ୍ରିଭିୟସ୍ ମ୍ୟାଚ୍ ଚେନ୍ନାଇ ଭର୍ସେସ୍ ମୁମ୍ବାଇ ହେଇଥିଲା। ଚେନ୍ନାଇ କରିଥିଲା 207 ରନ୍। ଆଉ ମୁମ୍ବାଇ 100 ରନ୍ ଆଣ୍ଠେଇ ପଡିଥିଲା। ବଟ୍ ଆରସିବି ହେଲା ଆରସିବି। ସେ ମାରିବ ମାନେ 100% ମାରିବ। ବ୍ୟାଟିଂ ପିଚ୍‌ରେ କେମିତି ମାଡ଼ଟା ମରାଯାଏ ସେ ମାରିକି ଦେଖେଇଲା। ଆଉ ବିରାଟ କୋହଲି 100% ଫର୍ମରେ ଅଛି ବୋଲି ସେଇଟା ବି ଦେଖେଇଲା। ଏବେ ପୁଣି ଅରେଞ୍ଜ କ୍ୟାପ୍ ହୋଲ୍ଡର। ବିରାଟ କୋହଲି ମାନେ ବାଡେଇ ବାଡେଇ କହୁଛି ଅରେଞ୍ଜ କ୍ୟାପ୍ ଭାଇ ଯଦି ନବାର ଅଛି ମୋଠୁ 100 ରନ୍ ଅଧିକା କରିକି ନିଅ। ଆଉ ମୋ ପାଖାପାଖି ରହିଲେ ମୁଁ ଛାଡ଼ିବିନି। ସେ ସେଇଭଳିଆ ବିରାଟ କୋହଲି ଫର୍ମରେ ଅଛି। ତ ମୁଁ ଆଗରୁ କହିଥିଲି କି ମୁମ୍ବାଇ ଇଣ୍ଡିଆନ୍ସର ଯୋଉ ନାମୀ ଦାମୀ ପ୍ଲେୟାର ସମସ୍ତେ ବଢିଆ ଫର୍ମରେ ଅଛନ୍ତି। ବଟ୍ ତାଙ୍କର ଯୋଉ ନାମୀ ଦାମୀ ପ୍ଲେୟାର ଟୋଟାଲି ଫୁସ୍କି ଯାଉଛନ୍ତି। ବଡ ବଡ ସ୍କୋର ଦେଖି ଫୁସ୍କି ଯାଉଛନ୍ତି। ସେଇ ଜାଗାରେ ବିରାଟ କୋହଲି, ଦେବଦତ୍ତ ପାଡିକଲ, ରଜତ ପାଟିଦାର, ଜିତେଶ ଶର୍ମା ଭାଇ କେହି ନାମୀ ଦାମୀ ନୁହଁ। ବିରାଟ କୋହଲିକୁ ଛାଡ଼ିଦେଲେ ଖାଲି। ମାରିକି ଉଡେଇଦେଲେ। 18 ଓଭର 5ଟା ବଲ୍ ଖେଳ ଖତମ। 5ଟା ୱିକେଟରେ ଜିତିଲେ। ପୁଣି ଯୋଉ ଜାଗାରେ ବୋଲର ଦେଖନ୍ତୁ। ଚେନ୍ନାଇର କେହି ବୋଲିଂ ନଥିଲେ ବଟ୍ ଚେନ୍ନାଇ ବାଲା ଗାଡେଇ ଦେଲେ। ଯୋଉ ଗୁଜରାଟ ଟାଇଟାନ୍‌ର ବୋଲର ଦେଖନ୍ତୁ ରସିଦ୍ ଖାନ। ସ୍ପିନ୍ ଲେଗ୍ ସ୍ପିନ୍‌ର ଏବେ ବାଦଶାହ କହିଲେ ବି ଚଳେ। ତାପରେ କଣ ତା ନାଁଟା? ହଁ, କାଗିସୋ ରାବେଡା। ତା ହାର୍ଡ ଲେନ୍ଥ ବଲ୍‌ଟା ପୁରା ବହୁତ ଖତରନାକ। ବାଉନ୍ସର ମାରିବ ମାନେ ବାଉନ୍ସର ମାରିବ, ୟର୍କର ମାରିବ ମାନେ ୟର୍କର ମାରିବ। ତାର ଗୋଟେ ରେକର୍ଡ ଅଛି 5 ରନ୍ ସୁପର ଓଭର ଖେଳୁଥିଲା ୟର୍କର ମାରି ଚାପିଦେଲା। ତା ସାଙ୍ଗରେ ମିଆଁ ଭାଇ ଅଛି। T20ରେ ମିଆଁ ଭାଇ କେମିତି ବୋଲିଂ କରିବ ଆପଣ ଜାଣିଥିବେ। ତାପରେ ଜେସନ୍ ହୋଲ୍ଡର 7 ଗୋଟିଆ ଢମଣା। ମାନେ ସିଏ ଉପରୁ ପକେଇବ ଯେ 8 ଫୁଟରୁ ବଲ୍ ତଳକୁ ଆସିବ। ବ୍ୟାଟ୍ସମ୍ୟାନ୍ ଖେଳିବାକୁ ପୁରା ବହୁତ ଅନକମ୍ଫର୍ଟେବଲ ହବ। ମାନେ ସେଭଳିଆ ସେ ବୋଲିଂ ଲାଇନଅପ୍ ନେଇକି ବି 18 ଓଭର 5ଟା ବଲ୍‌ରେ ଦେଇଦେଲେ ଆରସିବିକୁ। ତ ଏଠୁ ଜଣାପଡୁଛି ଆରସିବି ତ ହେଭି ଫର୍ମରେ ଅଛି। ଆଜି ଅଛି ପଞ୍ଜାବ କିଙ୍ଗସ୍ ଭର୍ସେସ୍ ଦିଲ୍ଲୀ। ଆଜି ଜଣାପଡିବ ପଞ୍ଜାବ କିଙ୍ଗସ୍ ଆହୁରି କେତେ ବେଟର ଫର୍ମ ଆଇଛି କି ନା ଟିକେ ନା ଫର୍ମ ଦବିଛନ୍ତି। ଦେଖିବାକୁ ପଡିବ। ନା ଦିଲ୍ଲୀ ବାଲା ତାଙ୍କର ଜୋର ଦେଖେଇ ପାରିଲେ। ତ ଇଏ ଥିଲା ଆରସିବି ଭର୍ସେସ୍ ଗୁଜରାଟ ଟାଇଟନ୍। ତ ଭିଡିଓଟା ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସବସ୍କ୍ରାଇବ କରିବେ ଆଉ ସେୟାର କରିବେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।